ଜୀବନ ବିଷୟରେ ଯେତିକି ଜ୍ଞାନ ଗ୍ରହଣ କରିଛନ୍ତି ସେ ଆମକୁ ତାଙ୍କ ଜ୍ଞାନରୁ କିଛି ବାଣ୍ଟିବାକୁ ଚାହୁଁଛନ୍ତି। ତ ତାଙ୍କୁ ପଚାରିବି ଯୋଉ ଆମର ମାଳିକା ଅଛି ସେ ଧୀରେ ଧୀରେ ମାଳିକା କଥା ସତ ହବାକୁ ହଉଛି ବି ହବାକୁ ଯାଉଛି ନାହିଁ, ସେ ଧୀରେ ଧୀରେ ଚାଲିଛି, କଥା ସତ ହଉଛି। ସେ ମାଳିକା ବିଷୟରେ ଆମକୁ ସମସ୍ତେ ଟିକେ ଜଣାନ୍ତୁ, ସେ ବିଷୟରେ କଣ, ସେ ମାଳିକା କଣ, ସେ କେମିତି ହଉଛି, କୋଉ ବିଷୟରେ କଣ ଲେଖା ହେଇଛି, କଣ ହବାକୁ ଯାଉଛି, ସେ ବିଷୟରେ କିଛି କୁହନ୍ତୁ ଆଜ୍ଞା। ପ୍ରଥମେ ଆଜ୍ଞା, ସିଂହାସନରେ ବରୁଣ, ସିଂହାସନରେ ବରୁଣ ରାଜା ହେଲେ ପାଣି ଦେବତା। ଆଜ୍ଞା, ସିଂହାସନରେ ବରୁଣ ଅର୍ଥ ଇନ୍ଦ୍ର ପଦରେ ସିଂହାସନରେ ବସିବେ ବରୁଣ। ଆଜ୍ଞା, 3 ବର୍ଷ 3 ପକ୍ଷ। 24 ମସିହା ଅଗଷ୍ଟ ମାସରୁ ବସିଛନ୍ତି, 27 ମସିହା ଏପ୍ରିଲ ଯାକେ ବସିବେ। ଆଜ୍ଞା, 3 ବର୍ଷ 3 ପକ୍ଷ, 1.5 ମାସ। ଏଇ 3 ବର୍ଷ 3 ପକ୍ଷରେ ବର୍ଷା ସବୁବେଳେ ଉଠେଇବ, ବର୍ଷା ସବୁବେଳେ ହବ, କିନ୍ତୁ ଆଜ୍ଞା ଇନ୍ଦ୍ର କହେ ପାଣି ନଥାଏ। ବରୁଣ ସେ ବଜ୍ର ମାରିଲେ ପାଣିଟା ଉଠେ, ବଜ୍ର ମାରିଲେ ପାଣିଟା ଉଠିବ। ଆଗ ବିଜୁଳି ଦେଖେଇବ, ଆଲୋକ ଏଇଟାକୁ ମାର ସଂକେତ। କିନ୍ତୁ ସିଂହାସନରେ ବରୁଣ, ବରୁଣ ରାଜା ଆଜ୍ଞା ଯାଇ ନମସ୍କାର କରନ୍ତି। ଯାଇ ହେଲେ ନାରାୟଣ, ଶ୍ୱଶୁର ହେଲେ ବରୁଣ, କିନ୍ତୁ ଆଜ୍ଞା ସିଂହାସନରେ ବରୁଣ। ତା ଅର୍ଥ ବର୍ତ୍ତମାନ ଇନ୍ଦ୍ର ସିଂହାସନରେ ବସିନି ବରୁଣ। ଆଜ୍ଞା ଲେଖା ହେଇଛି 3 ବର୍ଷ 3 ପକ୍ଷ ବସିବେ, ମୀନ ଶନିରେ ବସିବେ। ବର୍ଷା ବହୁତ ହବ, ବର୍ଷା ହଉଛି, ସବୁଆଡେ ବାଦଲ ଉଠଉଛି, ଶୀତ ପ୍ରବଳ। ଆଜ୍ଞା ଦେଖନ୍ତୁ, ବର୍ତ୍ତମାନ ମାଘ ମାସ, କୁମ୍ଭରେ ମକରରେ ପଡିଛି କୁମ୍ଭ ମାସ, କୁମ୍ଭ ମାସ ପଡିବ ମୀନରେ, ମୀନ ମାସରେ ପଡିବ କୁମ୍ଭରେ। ତେଣୁକରି ଆଜ୍ଞା ମନ ତର୍କିଥବୁ 33 ଅଙ୍କରେ, ପ୍ରାଣୀଏ ନାଶ ଯିବେ ରଙ୍କରେ, 32 33 ପୁଣି 34, ମୀନ ଶନି ଅଢେଇ ବର୍ଷ। ତୃତୀୟ ହେବ ଉଲଳ, ଯଗ୍ନି ହେବେ ପ୍ରବଳ, ପରିହାର କଙ୍କାଳ। ଆଜ୍ଞା ସୁଗାଳ 4ଟା ବେଳେ ଡାକୁଛି ଆମର ଏଠି, ହୁକେ ହୁ। ଆଜ୍ଞା ଚଣ୍ଡିଚାମୁଣ୍ଡା ଆସିଛନ୍ତି, ଯୋଉ କିନ୍ନର ମାନେ ଦେଖୁଛି, କିନ୍ନର ମାନେ ସେମାନେ ଚଣ୍ଡିଚାମୁଣ୍ଡା ଦେବେ। ବିଷ୍ଣୁ ଅଭିଶାପ ଦେଇଥିଲେ, ବିଶ୍ୱ ଅଭିଶାପ ଦେଇ ଶିଖଣ୍ଡି ତୋର ସଂଖ୍ୟା ବଢିବ। କିନ୍ନର ଏଇ ଆଜ୍ଞା କହିଲା, ଶିଖଣ୍ଡିଆ କହିଲା, ଆଜ୍ଞା କେଶବ ମୋର କଣ ଆଉ କିଛି ତାର ପ୍ରତିକାର ନାହିଁ ନା? ମୁଁ କଳିଙ୍ଗ ଅବତାର ଯେତେବେଳେ ହେବି, ତୁମେ ସବୁ ଚଣ୍ଡିଚାମୁଣ୍ଡା ରୂପରେ କିନ୍ନର ମାରେ, ନର କିନ୍ନର, ନର ରୂପରେ ତମେ କିନ୍ନର ହବ। ତେଣୁକରି ନୁହେଁ ଝିଅ କି ନୁହଁ ପୁଅ। ଯୋଉ ହଉଛି ସେ ଘଟଣାର କାରଣ ସବୁ କଣ? ଆମ ଯୋଉ ସବୁ ଅଚମ୍ବିତ ଘଟଣା ସବୁ ଘଟୁଛି, ଭୁଲଭାଲ ଜିନିଷ ପ୍ରଭୁ ଆସିକି ରେଡି ହେଲେଣି କଳିଙ୍ଗ ଅବତାର ମାନବ ରୂପ ନବା ପାଇଁ। ଭଗବାନ କାହିଁକି ଚାହୁଁଛନ୍ତି କଳିଙ୍ଗ ସେ ପାପ ଯୋଗୁ? ପାପ ଅଧିକା ହେଲେ ସବୁ ଦୁଷ୍ଟ ହାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ। ଦୁଷ୍ଟ ଯୋଉ ଅଧିକା ହୁଅନ୍ତି, ପ୍ରଭୁ ମର୍ତ୍ତ୍ୟ ଧାମକୁ ଅବତରଣ କରନ୍ତି। କିନ୍ତୁ ବର୍ତ୍ତମାନ ସଂଖ୍ୟା ଅଧିକା ହେଇଯାଇଛି, ଲୋକ ସଂଖ୍ୟା, ଆମର ଅସୁର ସଂଖ୍ୟା ଅଧିକା ହେଇଛନ୍ତି। ବର୍ତ୍ତମାନ ମିଶା ଗୋଳି ଆଜ୍ଞା କହିଲା, ପକାଇ ପତ୍ର ଖାଇବେ ଛତର, ନ ରହିବ ଜାତି ଗୋତ୍ର। ଆଜ୍ଞା ଜାତି ଗୋଳ ନାହିଁ ଆଉ। ଯେ ଯାକୁ କହିଲା ପୁଅ ମାନେ ଝିଅ ମାନେ ବର୍ତ୍ତମାନ ବଢିଲେଣି, ହେଇଛନ୍ତି ଯେ ବାହାଘର ସ୍ୱାମୀ ବଢିଲେ, ଆଉ ଜାତି ଗୋଳ ନାହିଁ। ସର୍ବେ ସର୍ବେ ଏକ କାରଣ ଥିବ ବେଦର ବିଚାର। ପୁଣି ଲେଖିଲା, ବିଜାତିଆ ହେବେ ଯହ ଉଦେ ହେବେ ମହାବାହୁ, ଜାତିଆ କରିବେ ପୁଣି ଯେ ଭକତ। ବିବାହିତ ସ୍ତ୍ରୀ କାହିଁ ପଳେଇଲେଣି ଆଜ୍ଞା, ଆଉ ସବୁ ବର୍ତ୍ତମାନ ନିକଟ। ପ୍ରଭୁ କହିଲେ ଏଇଟା ଯେତେବେଳେ ଅଧିକା ହବ, ରୋଡ ଘାଟ ନୂଆ, ଲୋକ ନୂଆ, ଖାଇବା ନୂଆ। ଦେଖନ୍ତୁ ଆଜ୍ଞା, ଛାଡନ୍ତୁ ସେ ଛୋଟ କଥା ଛାଡି ଦିଅନ୍ତୁ। ଯୋଉ ପୁରୁଣା ଯୁଗରେ ବସିକି କହିଲେ, ପୁରୁଣା ଯୁଗରେ ବସିକି ଖାଉଥିଲେ, ଆଜିର ଖାଇବାର କିଛି ଚେଞ୍ଜ ହେଇଛି। ସେଥିରେ ଅସୁବିଧା କଣ ହଉଛି? ଆମର ସେଠି ବସିକି ଖାଇବାର ଗୋଟେ ଅଲଗା ଆନନ୍ଦ ଥିଲା। ଆନନ୍ଦ ଥିଲା। ଏଥିରେ କଣ ନା, ଗୋଟେ ବିକଳାଙ୍ଗ ପରି ଖାଇବାକୁ ପଡୁଛି, ତର ତର ମାଗିକି ଖାଇବାକୁ ତର କିନ୍ତୁ ଖାଇଦେଇ ପଳେଇବା ଆମେ। ଖାଇବା ପ୍ରତି ସମ୍ମାନ ରହୁନି, ଚପଲ ପିନ୍ଧିକି ଖାଉଛି, ଯିଏ ଯାହା ପାଇଲା ସେଠି, ଆଉ କାହା ବାରଣ ଚାଣ ନାହିଁ, ଛୁତିକା ମୂର୍ତ୍ତିଆ ନାହିଁ। 11 ଦିନ 10 ଦିନ ରାତିରୁ ଆଜ୍ଞା ଭୋଜି ଆରମ୍ଭ ହେଲାଣି। ଠିକ ଅଛି, ସିଏ ତ ଅଲଗା କଥା। ଆମେ ଯୋଉ କଳି କାଳରୁ ବଞ୍ଚିବା ପାଇଁ କଣ କରିବାକୁ ପଡିବ ସେଇ ବିଷୟରେ ସର୍ବେ ହୋଇବେ ଏକ ମୁଖ, ଡାକିବେ ନାରାୟଣ ରଖ। ଦେବତା ନାରାୟଣ ବଡ, ଯେମିତି ଆମର ପ୍ରିନ୍ସିପାଲ କଲେଜରେ ବଡ, ସେମିତି ଆଜ୍ଞା ଆମର ଗୋଟେ ଗୋଟେ ଗାଁରେ ଯେମିତି ଆମର ସେଇ ସଭାପତି, ସେମିତି ଆମର ନରେନ୍ଦ୍ର ମୋଦୀ ହେଲା କି ଶଙ୍କୁନି। ସେ ଗାଁ ଦ୍ୱାପରେ ଶଙ୍କୁନି ଥିଲେ, ନରେନ୍ଦ୍ର ମୋଦୀ। ଲେଖା ହେଇଛି ଶଙ୍କୁନି ଥିଲେ, ଲେଖା ହେଇଛି ନରେନ୍ଦ୍ରନାଥ। ଆଜ୍ଞା ଭୀମ ହୋଇ ପଦ୍ମକଳ୍ପ ଲେଖା ହେଇଛି। ଆଚ୍ଛା, ସନ୍ଥ କବି ଲେଖିକି ଯାଇଛନ୍ତି। ମୋହନ ଚରଣ ମାଝୀ ଆଜ୍ଞା ସେ ଥିଲେ ଦ୍ୱାପରେ ଆଜ୍ଞା ଯାର ସବର, କୃଷ୍ଣ ପାଦକୁ ମାରିଥିଲେ ବରପାତ୍ରୀ ମାନେ।
ଦ୍ରୌପଦୀ ପୁରା କୋଳି ଖୋଇଥିଲେ ରାମଚନ୍ଦ୍ରକୁ ଲକ୍ଷ୍ମଣକୁ ସେ ସବରୀ ଥିଲେ ଏ ତିନିଟାକ ମିନସେନରେ ସିଂହାସନରେ ବସିଛନ୍ତି କିନ୍ତୁ ସେମାନଙ୍କର ଆଜ୍ଞା ଦ୍ୱାପରରେ ବାଜି ଲଗେଇଥିଲେ କି ଦ୍ରୌପଦୀ ଉପରେ ବର୍ତ୍ତମାନ ନାରୀ ଉପରେ 50,000 ଦେଇ ସାରିଛନ୍ତି ସବୁ ଗେରୁଆ କଲେଣି ଆଜ୍ଞା ଗାଡି ଗେରୁଆ ହବ ରୋଡ ଗେରୁଆ ହବ ଆଜ୍ଞା ପୋଲ ଖୁଣ୍ଟି ଗେରୁଆ ହବ ଟ୍ରେନ ଗେରୁଆ ହେଲାଣି ସବୁ ଗେରୁଆ ହବ ଗେରୁଆ ରଙ୍ଗ କଣ ଖରାପ? ଗେରୁଆଟା ହଉଛି ଆମର ଧର୍ମର ପ୍ରତୀକ ଗେରୁଆ ଭଲ ନା ଗେରୁଟା ଭଲ ସେ ପୁରା ଆସିଛନ୍ତି ସେ ସବୁ ଯାକ ସଂଗଠନ କରିଛନ୍ତି ସେ ସବୁ ଜ୍ଞାନ ବହୁତ ମୋଦି ଆଜ୍ଞା ବହୁତ ଜ୍ଞାନୀ ସେ ଗୋଟେ ସାଧୁ ସେ ସବୁ ସାବଧାନ କରୁଛନ୍ତି ସମସ୍ତଙ୍କୁ ତମେ ସାବଧାନ ହୁଅ ସାବଧାନ ହେଲେ ଯାଇ ହସ୍ତ ମାରିଦେବେ କହି ସେ ଦଉଛନ୍ତି ଆଜ୍ଞା ସିଏ ଆମର ଯୋଉ ଅଛି ପର୍ବତ ସେଠି ଆଜ୍ଞା ସେ ତପସ୍ୟା କରିଥିଲେ ତାଙ୍କର ପରିବାରରେ ବର୍ତ୍ତମାନ ଆମର ନବୀନ ବାବୁ ତାଙ୍କର କେହି ନାହାନ୍ତି ସେ ବିଶ୍ୱ ମାନେ ତାଙ୍କ ବିଶୃଙ୍ଖଳିତ ତ ନୁହଁ ଶୃଙ୍ଖଳିତ ଗ୍ରାମେ ଗ୍ରାମେ ଆଜ୍ଞା ଗଣ୍ଡଗୋଳ ହେଲାଣି ପଞ୍ଚାୟତ ଇଲେକ୍ସନ ଆସୁ ଆଜ୍ଞା ଦେଖନ୍ତୁ କଣ ହଉଛି କିନ୍ତୁ ସମସ୍ତେ ସଜାଗ ହୁଅ ଯେ ଆମେ ପରସ୍ପରକୁ ସ୍ନେହ ମମତା ଦବା ଗଣ୍ଡଗୋଳ କରି ଭାଇ ଭାଇ ଯୁଗରେ ଖରାପ ଜିନିଷ ଅଛି ଭଲ ଜିନିଷ ବି ଅଛି ଯୁଗରେ ଏମିତି ରାବଣ କଂସ ଥିଲେ ଆମର ଦ୍ୱାପର ଯୁଗରେ ସେଇଥିପାଇଁ ତ ଭଗବାନ ଅବତାର ନେଇଥିଲେ ସେ କଳି ଯୁଗରେ ଭଗବାନ ଅବତାର ବି ନେବେ ଆମେ ଆମେ ବାହାର କରିପାରିବା ଗୁପ୍ତରେ ସେ ଅଛନ୍ତି ଖରାପ ଜିନିଷ ସବୁବେଳେ ରହିବ ଭଲ ଜିନିଷ ରହିବ ତ ସେ ଖରାପ ନହେଲେ ଗୋଟେ ହବନି ଦିଟା ଥାଏ ଆମେ କଣ କରିବା ଏଇ ଯୁଗରେ କଣ କଲେ ଆମେ ଖୋଜିବା ସମସ୍ତେ ପରସ୍ପର ଭଲ ପାଇ ରହିବା ଭଗବାନ ପାଇବାର ହେଲା ତାଙ୍କୁ ପ୍ରାର୍ଥନା କରିବା ଆମେ ଗୋଟେ ସମସ୍ତଙ୍କୁ ମା ବାପାଙ୍କୁ ସ୍ନେହ କରିବା ଭାଇ ଭଉଣୀକୁ ସ୍ନେହ କରିବା ସମସ୍ତେ ଏକାତ କରିକିନା ଆମେ ଚଳିବା ଏଇଟା ହେଲା ମଣିଷର କର୍ତ୍ତବ୍ୟ କୋଉ ନାମ ନବା ଆମ କଳି ଯୁଗରେ ହରିକୃଷ୍ଣ ଚାଲିଛି ତ ବର୍ତ୍ତମାନ ସମସ୍ତେ ଖୋଜିଲେଣି ପ୍ରଭୁଙ୍କୁ ହରେ କୃଷ୍ଣ ସବୁ ରଡ଼ି କଲେଣି କିନ୍ତୁ ସମସ୍ତେ କଣ ପାଇପାରିବେ ଆଜ୍ଞା ପାଲା ବାଲା ହେଲେ କଣ ସେ ହେଲା ବେତନଖିଆ ଶ୍ରମିକ ଆଜ୍ଞା ପାଲା ବାଲାଙ୍କ କଥା ମୁଁ କହୁନି ଆମେ ଆମେ ଜଣେ ଧର୍ମ କରିବାକୁ ଚାହୁଁଛୁ ସେ ଯିଏ ଯାହା କରୁଛି ତା ଧର୍ମରେ ସେ ଚାଲିଛନ୍ତି ସେ ତାଙ୍କର